ସୁଭଦ୍ରା ଯୋଜନା ବିଷୟରେ ମୁଁ ଅଲରେଡ଼ି ଆମ ଚ୍ୟାନେଲରେ ମୁଁ ଅଲରେଡ଼ି କହିଦେଇଛି କେଉଁମାନେ ଆପ୍ଲାଏ କରିବେ କେଉଁମାନେ ଆପ୍ଲାଏ କରିବେ ନାହିଁ। ତ ସୁଭଦ୍ରା ଯୋଜନା ଅଲରେଡ଼ି ଆପ୍ଲାଏ ଷ୍ଟାର୍ଟ ହେଇଗଲାଣି। ମୁଁ ଆପଣମାନଙ୍କୁ ବି କହିଥିଲି ଯେତେବେଳେ ବି ଏହାର ଅନଲାଇନ୍ ଆପ୍ଲାଏ ହେବ ମୁଁ ଆପଣଙ୍କୁ ସର୍ବପ୍ରଥମେ ମୁଁ ତୁମକୁ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରିଦେବି। ତେଣୁ ଏମିତି ଭଲ ଭଲ ରିଲେଟେଡ଼ ଭିଡ଼ିଓ ଦେଖିବା ପାଇଁ ଫାଷ୍ଟ ଟାଇମ୍ ଚ୍ୟାନେଲକୁ ଭିଜିଟ୍ କରୁଥିଲେ ନିହାତି ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏମିତି ଭଲ ଭଲ ରିଲେଟେଡ଼ ଭିଡ଼ିଓ ପାଇବା ପାଇଁ। ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସୁଭଦ୍ରା ଯୋଜନା କେମିତି ଆପ୍ଲାଏ କରିବ, ତା ଫର୍ମ କେଉଁଠୁ ଆଣିବ ଏବଂ କେଉଁ ମାନେ ଆପ୍ଲାଏ କରିବେ ଫାଷ୍ଟ କରି ମୁଁ ସର୍ଟରେ କହିଦେଉଛି। ଯେଉଁମାନଙ୍କର ମହିଳାମାନେ କେବଳ ଆପ୍ଲାଏ କରିପାରିବେ 21ରୁ 59 ବର୍ଷ ଯାକେ। ମୁଁ ଅଲରେଡ଼ି ତା ବାବଦରେ ଭିଡ଼ିଓ ଅପଲୋଡ଼ କରିଦେଇଛି କେଉଁମାନେ ଆପ୍ଲାଏ କରିବେ କେଉଁମାନେ ମଧ୍ୟ ଆପ୍ଲାଏ କରିବେ ନାହିଁ। ତ ଆପଣମାନେ ଚାହିଁଲେ ମଧ୍ୟ ଚ୍ୟାନେଲ ଭିଜିଟ୍ କରିକି ସୁଭଦ୍ରା ଯୋଜନାର ସବୁ ଭିଡ଼ିଓ ମଧ୍ୟ ଦେଖିପାରିବେ। ଓକେ, ତ ଚାଲନ୍ତୁ କେଉଁମାନେ ଆପ୍ଲାଏ କରିବେ, ସରି ମୁଁ କହିଦେଉଛି କେମିତି ଆପ୍ଲାଏ କରିବ। ଫର୍ମଟି ଆପଣମାନେ ଦେଖିପାରୁଥିବେ, ଫର୍ମଟି ଆପଣମାନେ ମିଳିବ ଆପଣଙ୍କ ଅଙ୍ଗନବାଡ଼ିରେ ମିଳିବ, ବ୍ଲକରେ ମିଳିବ ଓ ଆପଣମାନଙ୍କର ହେଲା ଯେଉଁମାନେ ଜନସେବା କେନ୍ଦ୍ର ମିଳୁଛନ୍ତି, ମୋ ସେବା କେନ୍ଦ୍ର ସବୁଠୁ ଆପଣମାନଙ୍କୁ କହିବାକୁ ହେଉଛି ସବୁଠୁ ମାନେ ସବୁଆଡ଼େ କହିଲା ବେଳେ ଫର୍ମ ମିଳିବ। ଓକେ, ତ ଆପଣମାନେ ଫର୍ମଟି ଆଣିବେ ଆଧାର କାର୍ଡ଼ ଅରିଜିନାଲ୍ ଆଧାର କାର୍ଡ଼ ନେଇକି କୌଣସି ଅଙ୍ଗନବାଡ଼ିକୁ ଯାଇକି ଆପଣ ନିଜ ଗାଁର ଅଙ୍ଗନବାଡ଼ିକୁ ନେଇକି ଅରିଜିନାଲ୍ ଆଧାର କାର୍ଡ଼ ନେଇକି ଆପଣମାନେ ଫର୍ମଟି ଆଣିପାରିବେ କିମ୍ବା କୌଣସି ଯେଉଁ ଆପଣ ଜନସେବା କେନ୍ଦ୍ରକୁ ଯାଇକି ମଧ୍ୟ ଆଣିପାରିବେ। ଓକେ, ସେ ଫର୍ମଟି କେମିତି କ'ଣ ଫିଲ୍ଅପ୍ କରାଯାଏ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି, ବହୁତ ସିମ୍ପଲ୍। ଓକେ, ଦେଖ ଡିଟୋ ଏମିତିଆ ଫର୍ମ ଆପଣମାନେ ବ୍ଲକରେ ମିଳିଯିବ, ଅଙ୍ଗନବାଡ଼ିରେ ମିଳିଯିବ, ଜନସେବା କେନ୍ଦ୍ରରେ ମିଳିଯିବ, ମୋ ସେବା କେନ୍ଦ୍ରରେ ମଧ୍ୟ ମିଳିଯିବ। ଓକେ, ତ ଆପଣମାନେ ଆଣିପାରିବେ ଫର୍ମଟି। ଓକେ, ତ କେମିତି କ'ଣ ଆପ୍ଲାଏ କରିବେ ଆପଣ ଦେଖିଥିବେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ଆବେଦନ ପତ୍ର ସୁଭଦ୍ରା ଏହି ଫର୍ମ ସମ୍ପୂର୍ଣ୍ଣ ମାଗଣା ମିଳେ। କୌଣସି ତୁମକୁ ଟଙ୍କାଟା ପଇସା ଦେବା ଦରକାର ନାହିଁ। ଓକେ, ତ ସମ୍ପୂର୍ଣ୍ଣ ନାମ ଫାଷ୍ଟ କରିକି ଯେଉଁମାନେ ମାନେ ଆପ୍ଲାଏ କରିବେ ତାଙ୍କ ନାମ, ଆଧାର ନମ୍ବର, ଓକେ, ତାପରେ ତାଙ୍କ ସ୍ୱାମୀ ନହେଲେ ପିତାଙ୍କ ନାମ ଲେଖିବ, ତାର ଜନ୍ମ ଡେଟ୍, ଓକେ, ଡେଟ୍ ଅଫ୍ ବାର୍ଥ, ତାର କେଉଁ ବର୍ଗ ଜେନେରାଲ ନା OBC ନା SC, ଆଗକୁ ଶାରୀରିକ ବିମକ୍ଷ ମହନା ନା ସେମାନେ ଆପଣମାନେ ମାନେ PWD ବିଲଙ୍ଗସ୍ କରୁଛନ୍ତି କି ନାହିଁ। ଓକେ, ତ ତାପରେ ଆଧାର ଯୁକ୍ତ ମୋବାଇଲ ନମ୍ବର। ଓକେ, ତାପରେ ତୁମର ବିକଳ୍ପ ମୋବାଇଲ ନମ୍ବର, ଆପଣମାନେ ଆଧାରରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି ଆପଣମାନେ ମଧ୍ୟ ସେଇ ମୋବାଇଲ ନମ୍ବର ଦେଇପାରିବେ। ନହେଲେ ଆପଣମାନେ ତଳେ ଅଲଗା ମୋବାଇଲ ନମ୍ବର ଦେଲେ କି ସେମ୍ ମୋବାଇଲ ନମ୍ବର ଦେଲେ ମଧ୍ୟ ଚଳିବ। ତ ବେଟର୍ ହେବ ଅଲଗା ମୋବାଇଲ ନମ୍ବର ଦେଇଦେବା। ଠିକ୍ ଅଛି, ଜିଲ୍ଲା କେଉଁ ଜିଲ୍ଲାରୁ ବିଲଙ୍ଗସ୍ କରୁଛନ୍ତି, ତାର ଆପଣଙ୍କର ଗ୍ରାମ ପଞ୍ଚାୟତ, ବ୍ଲକ, ୱାର୍ଡ଼ ନମ୍ବର କେତେ, ତାପରେ ଅର୍ବାନ ଲୋକାଲ ବଡ଼ି ସହର ନଗର। ଓକେ, ତାପରେ ଆଧାର କାର୍ଡ଼ ତୁମର ସଞ୍ଚୟ ଥିବା ବ୍ୟାଙ୍କ ନାମ କେଉଁ ବ୍ୟାଙ୍କରେ ତୁମେ, ତାପରେ ଆପଣମାନେ ତା ପର ପୃଷ୍ଠାରେ ସବୁ ଡିଟେଲ୍ ଲେଖାହେଇଛି କେଉଁମାନେ ଆପ୍ଲାଏ କରିବେ କେଉଁମାନେ ଆପ୍ଲାଏ କରିପାରିବେ ନାହିଁ। ଠିକ୍ ଅଛି, ତ ଆପଣମାନଙ୍କୁ ଫାଷ୍ଟ କରିକି ମୁଁ କହିଦେଉଛି ଫର୍ମଟି ଫିଲ୍ଅପ୍ ହେଇସାରିଲା ପରେ ଆପଣମାନେ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରକୁ ଯାଇକି ଫର୍ମଟି ଦେଇଦେବେ। ଆପଣମାନଙ୍କୁ ଫାଷ୍ଟ କରି ଆପଣମାନଙ୍କର ସବୁ ଭେରିଫାଏ ହେଇସାରିଲା ପରେ ଆପଣଙ୍କର ଆବେଦନ ହେଇଯିବ। ଠିକ୍ ଅଛି, ତ ଆପଣମାନେ ଫର୍ମଟି ମୁଁ କହିଲି କେଉଁଠୁ ପାଇବେ, ଫର୍ମଟି ଫାଷ୍ଟ ପୂରଣ ହେଇସାରିଲା ପରେ ଆପଣମାନେ ଜନସେବା ବା ମୋ ସେବା କେନ୍ଦ୍ରରେ ଦେଇଦେଲେ ଆପଣମାନେ ଆପ୍ଲାଏ ହେଇଯିବ। ଓକେ, ତ ତା ପଛରେ କ'ଣ କ'ଣ ଲେଖା ହେଇଛି ଫାଷ୍ଟ କରି ମୁଁ କହିଦେଉଛି। ଓକେ, ସବୁକିଛି ଲେଖା ହେଇଛି, ଆପଣ ଚାହିଁଲେ ନିଜେ ମଧ୍ୟ ଫର୍ମରେ ଆପଣମାନେ ପଛପଟ ମଧ୍ୟ ପଢ଼ିପାରିବେ। ମୁଁ ଅଲରେଡ଼ି ଆମ ଭିଡ଼ିଓ ମାଧ୍ୟମରେ କହିଦେଇଛି କେଉଁମାନେ ଆପ୍ଲାଏ କରିବେ କେଉଁମାନେ ଆପ୍ଲାଏ କରିବେ ନାହିଁ। ଓକେ, ଯେଉଁମାନଙ୍କର 21ରୁ 59 ମହିଳାମାନେ ଆପ୍ଲାଏ କରିପାରିବେ। ଓକେ, ଯାହାର ଆୟ ମାସିକ 1500 ଟଙ୍କାରୁ କମ୍ ତାହେଲେ ସେମାନେ ଆପ୍ଲାଏ କରିପାରିବେ। ସରକାରୀ ଚାକିରି କରିନଥିବା ଦରକାର। ଓକେ, ଆଉ ଇନକମ୍ ଟ୍ୟାକ୍ସ ନଦେବା ଦରକାର। ଓକେ, ତ ସବୁକିଛି ଡିଟେଲ୍ସ ମଧ୍ୟ ଆମ ଚ୍ୟାନେଲରେ ମଧ୍ୟ ପାଇଯିବେ, ଭିଡ଼ିଓ ମଧ୍ୟ ଭିଜିଟ୍ କରିଥାଏ। ତା ମଧ୍ୟ ବେଶୀ ସମୟ ନଷ୍ଟ କରୁନି। ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥାଏ। ଭିଡ଼ିଓ ଯଦି ବହୁତ ହେଲ୍ପଫୁଲ୍ ହୋଇଥାଏ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ ଅଲ୍ କ୍ଲିକ୍ କରିବେ, କାରଣ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବେ ସର୍ବପ୍ରଥମେ ଆପଣଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚିବ। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓ, ସେଥିପାଇଁ ଜୟ ଜଗନ୍ନାଥ।